ଯେତେବେଳେ ଇଲେକ୍ସନ ହୁଏ ସେ ସମୟରେ ଆମେ ଦେଖିଥିବା ଯେ କିଛି ଗଭର୍ଣ୍ଣମେଣ୍ଟ ଟିଚର କିଛି ପଲିଟିକାଲ ପାର୍ଟିକୁ ସପୋର୍ଟ କରିଥାନ୍ତି। ଯେମିତି ଆମେ ଓଡ଼ିଶାରେ ଅଛେ କିଛି ଟିଚର ଅଛନ୍ତି ଯେଉଁମାନେ କି ବିଜେଡ଼ିକୁ ସପୋର୍ଟ କରିଥାନ୍ତି, କିଛି ଅଛନ୍ତି ବିଜେପିକୁ ସପୋର୍ଟ କରିଥାନ୍ତି, କିଛି ଅଛନ୍ତି କଂଗ୍ରେସକୁ ସପୋର୍ଟ କରିଥାନ୍ତି। କ'ଣ ଏଇଟା ଆପଣଙ୍କ ମତେ ଠିକ୍? ଯଦି এই ଭିଡ଼ିଓ ଦେଖୁଛନ୍ତି ଆପଣଙ୍କ ଓପିନିଅନ୍ ଆପଣ କମେଣ୍ଟ ବକ୍ସରେ ନିଶ୍ଚୟ ଦିଅନ୍ତୁ। କାରଣ ଏଇ ମ୍ୟାଟରରେ ଆମର ଓଡ଼ିଶା ହାଇକୋର୍ଟ ଗୋଟେ ରିସେଣ୍ଟ ଜଜମେଣ୍ଟ ଦେଇଛନ୍ତି ଆଉ ଟିଚର ମାନଙ୍କୁ ତାଗିଦ କରିଛନ୍ତି ଯଦି ବି କୌଣସି ଟିଚର କୌଣସି ପଲିଟିକାଲ ପାର୍ଟି ସହିତ ଡାଇରେକ୍ଟ କନେକ୍ଟ ହେଉଛନ୍ତି ତ ତାଙ୍କ ଏଗେନଷ୍ଟରେ କାର୍ଯ୍ୟାନୁଷ୍ଠାନ ନିଆହେବ। ଯଦି ବି କୌଣସି ଟିଚର ଆମର ପଲିଟିକାଲ ପାର୍ଟି ସହିତ ଡାଇରେକ୍ଟ ଲିଙ୍କ ରହୁଛନ୍ତି ତ ସେମାନଙ୍କ ଏଗେନଷ୍ଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନରେବୁଲ ହାଇକୋର୍ଟ କହିଛନ୍ତି। କାହିଁକି ନା ଏଇଟା ଆମର ଷ୍ଟୁଡେଣ୍ଟ ମାନଙ୍କ ଉପରେ ଇଫେକ୍ଟ ପକାଏ ଆଉ ସୋସାଇଟିରେ ମଧ୍ୟ ଗୋଟେ ଇଫେକ୍ଟ ପକାଏ, ନେଗେଟିଭ ଇଫେକ୍ଟ ପକାଇଥାଏ। ସେଥିପାଇଁ ଏବେ ରିସେଣ୍ଟଲି ଓଡ଼ିଶା ହାଇକୋର୍ଟ ଆମର ଯେଉଁ ଟିଚର ମାନେ ଏମିତି କରୁଛନ୍ତି ତାଙ୍କ ଏଗେନଷ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଡିରେକ୍ସନ ଦେଇଛନ୍ତି। ଆଶା କରୁଛି ଆଜ ଲିଗାଲ ଇନଫର୍ମେସନ ଆପଣ ଜାଣିସାରିଛନ୍ତି। ଯଦି ସବସ୍କ୍ରାଇବ କରିନାହାନ୍ତି ତାହେଲେ ନିଶ୍ଚୟ ସବସ୍କ୍ରାଇବ କରିଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍।